କେଉଁ ଭୂମିରେ ଜଗତର ନାଥ ଜଗନ୍ନାଥ ବିରାଜିତ, ଯାହାଙ୍କର ବଡ଼ ବାନା ବଡ଼ ଦେଉଳ ଉତ୍କଳର ସଂସ୍କୃତି କି କରିଛି ପବିତ୍ର ଓ ରିଦ୍ଧିମନ୍ତ। ସେ ଉତ୍କଳର ପବିତ୍ର ଚ୍ୟାନେଲକୁ ମୋର ନୂଆ ଆସିଥିବା ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ସ୍ୱାଗତ। ଆଜି ଆମେ ପଢ଼ିବା ସାହିତ୍ୟର ଏକ ସୁନ୍ଦର ବିଷୟ ଆସ ଉତ୍କଳୀୟ। ଏହାକୁ ଲେଖିଛନ୍ତି ବୀରକିଶୋର ଦାସ, ଯିଏକି ଜାତୀୟ କବି ନାମରେ ସୁନାମ ଓଡ଼ିଶାରେ ଖ୍ୟାତ ବିଖ୍ୟାତ। ତାହେଲେ ବିଷୟଟିକୁ ଆମେ ବୁଝିବା। ଆସ ଉତ୍କଳୀୟ ଶୁଣେ ସର୍ବେ ମିଳି, ଏ ଦେଶ ଜାତିର ପୂର୍ବ କଥା, ସ୍ମରଣେ ଯାହାର ଗରବେ ତୋହର, ଆପେ ଆପେ ନଈ ପଡ଼ିବ ମଥା। କବି ଏଠାରେ କ'ଣ କହୁଛନ୍ତି? ପିଲାମାନେ, କେଡ଼େ କେଡ଼େ ବୀରପୁତ୍ର ଏ ଉତ୍କଳ ମାଟିରେ ଜନ୍ମ ଲାଭ କରି ଏଇ ଉତ୍କଳ ପାଇଁ ପ୍ରାଣ ତ୍ୟାଗ କରିଛନ୍ତି। କିନ୍ତୁ ଆଜି ଆମେ ନୂଆ ପିଢ଼ି ହେଇକି ଆମେ ତାଙ୍କର ବଳିଦାନକୁ ଭୁଲି ଯାଉଛେ। ଆମେ ସେତିକି କ'ଣ ମନରୁ ତାଙ୍କ ପାଇଁ ତ୍ୟାଗ ଉତ୍ସର୍ଗ ଆଣିପାରୁନେ, ଏବଂ ଖାଲି ତାଙ୍କ ପାଇଁ ନୁହଁ, ଆମ ନିଜ ଉତ୍କଳ ପାଇଁ ମଧ୍ୟ। ତେଣୁ ସେ ଆମକୁ ଆହ୍ୱାନ କରିଛନ୍ତି, ଉଦ୍ବୋଧନ କରିଛନ୍ତି। ତାହେଲେ ଏଇଟା ଏକ ପିଲାମାନେ ଆହ୍ୱାନମୂଳକ ଉଦ୍ବୋଧନମୂଳକ କବିତା। ପୁଣି ଥରେ ତମ ମନରୁ ସେଇ ଭାବଟା ଜାଗ୍ରତ କରିବା ପାଇଁ କହିଛନ୍ତି। ତାହେଲେ ନେକ୍ସଟ, ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ବୁଝିହେଲା ତ? ପିଲାମାନେ, ବକ୍ସି ଜଗବନ୍ଧୁ କିଏ? ପାଇକ ବିଦ୍ରୋହର କର୍ଣ୍ଣଧାର। ଆଉ ଚନ୍ଦନ ହଜୁରୀ ହେଲେ ସିପାହୀ ବିଦ୍ରୋହରେ ଯୋଗ ଦେଇଥିଲେ। ସେ ଜଗନ୍ନାଥଙ୍କର ଜଣେ ମହାନ ସେବକ ଥିଲେ। ଆହୁରି ମଧ୍ୟ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ସେ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ଏଇ ବକ୍ସି ଜଗବନ୍ଧୁ ଆଉ ଚନ୍ଦନ ହଜୁରୀ ଏ ଜାତିର ଗର୍ବ, ଏ ଜାତିର ଗୌରବମୟ ଇତିହାସ। ବୁଝିହେଲା? ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ। ସିଏ ଅମର ପଥରେ ଦେଶ ପାଇଁ ପ୍ରାଣ ତ୍ୟାଗ କରି, ଆମ ଉତ୍କଳ ପାଇଁ ପ୍ରାଣ ତ୍ୟାଗ କରି ଚାଲି ଯାଇଛନ୍ତି ସିନା, ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ଯେତେ ଦିନ ଯାଏ ସୂର୍ଯ୍ୟ ଥିବେ ଚନ୍ଦ୍ର ଥିବେ, ସେତେ ଦିନ ଯାଏ ତାଙ୍କ ଯଶ କୀର୍ତ୍ତି ପ୍ରତ୍ୟେକଟି ଉତ୍କଳ ପୁତ୍ରର ହୃଦୟରେ ଥିବ। ବୁଝିହେଲା ପିଲାମାନେ? ଆଉ କ'ଣ କବି କହିଲେ? ପାଇକ ପୁଅର ଗାରିମାଜା ଥିଲା, ସ୍ୱାଧୀନତା ଜାଗେ ଦେଲା ଆହୁତି, ସେ ଜାତି ଦାୟାଦ ଆମେ ତ ସରବେ, ବୋଳି ହେବା ଅଙ୍ଗେ ସେଇ ବିଭୂତି। କବି ଏଠାରେ କ'ଣ କହୁଛନ୍ତି? ପିଲାମାନେ, ଗାରିମା ଅର୍ଥ ହେଲା ପିଲାମାନେ ଗର୍ବ। ବୁଝିହେଲା? ପାଇକ ପୁଅର ଗାରିମାଜା ଥିଲା, ସ୍ୱାଧୀନତା ଜାଗେ ଦେଲା ଆହୁତି। ଜାଗେ ମାନେ ଯଜ୍ଞରେ। ବୁଝିହେଲା? ତାଙ୍କୁ ଆମେ ନେଇକି ପିଲାମାନେ ଗର୍ବ କରିବା। ଆମ ମାତୃଭୂମିକି ରକ୍ଷା କରିବା ପାଇଁ ସିଏ କ'ଣ ତାଙ୍କର ପ୍ରାଣ ତ୍ୟାଗ କରିଛନ୍ତି, ଏବଂ ସ୍ୱାଧୀନତା ରୂପକ ଯଜ୍ଞରେ ନିଜକୁ କ'ଣ ବଳିଦାନ ଦେଇଛନ୍ତି। ନିଜ ଓଡ଼ିଶାର, ନିଜ ଉତ୍କଳ ରକ୍ଷା କରିବା ପାଇଁ ସେ ତାଙ୍କ ପ୍ରାଣକୁ ତ୍ୟାଗ କରିଛନ୍ତି। ସେଇ ପାଇକ ପୁଅର ଗାରିମା, ସେଇ ପାଇକ ପୁଅର ଗର୍ବ କ'ଣ ଥିଲା ତମେ ଜାଣିଛ? ସ୍ୱାଧୀନତା ପାଇଁ, ତା ଦେଶ ପାଇଁ ନିଜକୁ ବଳିଦାନ ଦେବା ହେଉଛି ତାର ଗର୍ବ। ଏବଂ ସେ ଜାତି ଦାୟାଦ ଆମେ ତ ସରବେ, ବୋଳି ହେବା ଅଙ୍ଗେ ସେଇ ବିଭୂତି। ଆମେ କାହାର ଦାୟାଦ କିରେ? ଆମେ କାହାର ପିଢ଼ି? ସେଇ ମହାନ ବକ୍ସି ଜଗବନ୍ଧୁ ଆଉ ଚନ୍ଦନ ହଜୁରୀଙ୍କ ପିଢ଼ି ଆମେ କ'ଣ ଆମ ଉତ୍କଳ ପାଇଁ ଲଢ଼ିବାନି? ସେଇ ସ୍ୱାଧୀନତା ରୂପକ ଯଜ୍ଞରେ ସେଇ ପାଉଁଶ ବୋଳି ହେବା ନାହିଁ। ପାଉଁଶ ମାନେ କ'ଣ ପିଲାମାନେ? ଦାୟାଦ ଅର୍ଥ ଉତ୍ତରାଧିକାରୀ, ଆଉ ବିଭୂତି ଅର୍ଥ ପାଉଁଶ। ହେଲା? ପାଉଁଶରେ ସେଇ ସ୍ୱାଧୀନତା ପାଉଁଶ ଐଶ୍ୱର୍ଯ୍ୟ, ତାଙ୍କ ଐଶ୍ୱର୍ଯ୍ୟରେ ବୋଳି ହେବାନି, ତାଙ୍କ ବୀରତ୍ୱକୁ ଅନୁସରଣ କରିପାରିବାନି। ହଁ, କରିପାରିବା। କବି ଏଠି ଆହ୍ୱାନ ଦେଉଛନ୍ତି ପ୍ରତିଟି ଉତ୍କଳୀୟକୁ। ମନରେ ସେଇ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀଙ୍କ କଥା ଭାବ, ଆଉ ମନେ ପକାଅ ସେଇ
ତାଙ୍କର ବାଣୀକି ଶୁଣ। ଆମ ମନରେ ମଧ୍ୟ ଆମ ହୃଦୟରେ ସେମିତି ସ୍ୱାଧୀନ ନିଜ ଦେଶ ପାଇଁ ନିଜ ଉତ୍କଳ ପାଇଁ କିଛି କରିବା ପାଇଁ କ'ଣ ମନ ହେବ। ତାପରେ ଆଉ କ'ଣ କବି କୋଠି କହିଲେ, ତୋଷାଳି ପ୍ରାନ୍ତରେ ଦିନେ ବହିଥିଲା ସମର ବୀରର ରକତ ନଈ, ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି। ତୋଷାଳି କ'ଣ କି ପିଲାମାନେ ପରୀକ୍ଷାରେ ଆସିବ। ପିଲାମାନେ ପ୍ରାଚୀନ ଉତ୍କଳର ରାଜଧାନୀ ଥିଲା ତୋଷାଳି। ଆଗରୁ ଓଡ଼ିଶାର ରାଜଧାନୀ ଥିଲା ତୋଷାଳି। ଆଉ ସମରେ ଅର୍ଥ ଯୁଦ୍ଧରେ, ବୁଝିହେଲା। ପିଲାମାନେ ଅଶୋକ ଯେବେ ଉତ୍କଳକୁ ଆକ୍ରମଣ କରିଥିଲେ, ଆମ ଉତ୍କଳରେ କେହି ରାଜା ନଥିଲେ। ବିନା ରାଜାରେ ଉତ୍କଳ ମାନେ ପାଇକ ପୁଅ ମାନେ ଯେମିତି ଲଢ଼େଇ କରିଥିଲେ, ସେଇ ଲଢ଼େଇରେ ଯେଉଁ ପାଇକ ବିଦ୍ରୋହ ମାନେ କ'ଣ ତାଙ୍କ ନିଜ ଦେହ ତ୍ୟାଗ କରିଥିଲେ। ସେଇ ରକ୍ତରେ ଦୟା ନଦୀ ପୁରା ରକ୍ତ ହେଇଯାଇଥିଲା। ଯୁଆଡ଼େ ଦେଖିବ ଖାଲି ରକ୍ତରେ ବହୁଛି। ଯେମିତି ପାଣି ନାହିଁ ଦୟା ନଦୀରେ, ଖାଲି ରକ୍ତର ସୁଅ ଛାଟୁଛି। କାହିଁକି ସେ ତାଙ୍କ ଜୀବନ ଦେଇଥିଲେ? କାରଣ ହେଉଛି ଆମ ଉଦ୍ଦେଶ୍ୟ ଏକ, ଆମ ଜନ୍ମଭୂମିର ରକ୍ଷା କରିବା, ଆମ ଉତ୍କଳର ରକ୍ଷା କରିବା। ସେଇ ମାଟି ଜାଣିଛି କେତେ ବୀର ପୁରୁଷ ପ୍ରାଣ ଦେଇଛନ୍ତି। ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି। କେତେ ସେଇ କେବଳ ମାଟି ହିଁ ଜାଣିଛି କେତେ ବୀର ପୁରୁଷ ଏଥିପାଇଁ ପ୍ରାଣ ଦେଇଛନ୍ତି। ଶାନ୍ତି ମୈତ୍ରୀ ପ୍ରୀତି ପୂତ ବାଣିଜ୍ୟ ହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି। ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। ପିଲାମାନେ ଏ ମାଟି ହଉରେ ଯିଏ ବି ଜନ୍ମ ନେଇଛି, ଏ ମାଟି ତାକୁ ଶିକ୍ଷା ଦେଇଛି ଶାନ୍ତିର ଗୁଣ ହେଲା, ଭଲ ପାଇବାର ଗୁଣ ହେଲା। ଏସବୁ ମୈତ୍ରୀ ମାନେ କ'ଣ? ମିତ୍ରତା। ପୂତ ମାନେ ହେଲା ପବିତ୍ର, ବୁଝିଲା। ଆଉ ସ୍ଫୁରୁଥିଲା ମାନେ ଫୁଟି ଉଠୁଥିଲା, ସରି ଅର୍ଥ ତୁଳନୀୟ। ଏ ମାଟି ଆମକୁ ଶିକ୍ଷା ଦେଇଛି ଶାନ୍ତିର ଗୁଣ, ଭଲ ପାଇବାର ଗୁଣ। ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। ଏହି ମାଟିରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ ହେଇଯାଇଥିଲେ। ଅଶୋକ ଭଳିଆ ବଡ଼ ବଡ଼ ସମ୍ରାଟ କ'ଣ ପରିବର୍ତ୍ତନ ହେଇଯାଇଥିଲେ। ଏଇ ମାଟି ଜାତି ପାଇଁ ଦିନେ ବାଳୁତ ଧରମା, ଝାସିଥିଲା ପ୍ରାଣ ସାଗର ଜଳେ। ଲିଭିବ କି ତାର ଅଲିଭା କାହାଣୀ, ଥିବା ଯାଏ ନର ଧରଣୀ ତଳେ। ପିଲାମାନେ ବିଶୁ ମହାରଣା 1200 ବଢ଼େଇ ଯାହା କରିପାରି ନଥିଲେ, ଗୋଟିଏ ଛୋଟିଆ 12 ବର୍ଷର ବାଳକ କୋଣାର୍କ ମନ୍ଦିରର ଦଧି ନଉତି ମାରି ଦେଇଥିଲା। ବୁଝି ହେଉଛି ତ ହେଲା। ଏବଂ ଝାସିଥିଲା ମାନେ କ'ଣ? ନିଜକୁ ଉତ୍ସର୍ଗ କରିଦେଇଥିଲା। ଏବଂ ସେଇ 1200 ବଢ଼େଇର ଜୀବନ ବଞ୍ଚେଇବାକୁ ଯାଇ ଧରମା ନିଜେ ଆହୁତି ଦେଇଥିଲା। ନିଜକୁ ନିଜ ପ୍ରାଣ ନିଜେ ତ୍ୟାଗ କରିଦେଇଥିଲା। ତାକୁ ତମେ ଭୁଲିଯିବ ନା। ଯେତେ ଦିନ ଯାଏ ସୂର୍ଯ୍ୟ ଥିବ, ଯେତେ ଦିନ ଯାଏ ଚନ୍ଦ୍ର ଥିବ, ଯେତେ ଦିନ ତଳେ ଯାଏ ଏ ପୃଥିବୀରେ ନର ନାରୀ ମାନେ ଥିବେ, ସେତେ ଦିନ ଯାଏ ଧରମାର କାହାଣୀ ଏଇ ଆମ ବହି ମାଧ୍ୟମରେ ଆମେ ଜାଣିବା। ଆଉ କ'ଣ କବି ଲେଖିଲେ? ତ୍ୟାଗ ଆଦର୍ଶ ଜାତିର ମହତ୍ୱ, ଦେଶ ପାଇଁ ଦେଲା ନିଜକୁ ବଳି। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ପିଲାମାନେ ଆଦର୍ଶ ଅର୍ଥ କ'ଣ? ଆଦର୍ଶ। ମହିମା ଅର୍ଥ ମହାନତା। କଳି ଅର୍ଥ କଳ୍ପନା କରି। ଉତ୍କଳର ମଉଡ଼ମଣି ଗୋପବନ୍ଧୁ ଦାସ ପୁଅ ଜ୍ୱରରେ ପଡ଼ିଛି। ବାପା ଯାଇକି ଉତ୍କଳର ସେବା କରୁଛି। ବାପା ସେଠି ପୁଅ ଦେଖିନି, କହିଲା ମୋର ଉତ୍କଳ ପୁରା ଉତ୍କଳ ବା ମୋର ଏଇଠି ଗୋଟେ ପୁଅ ପଡ଼ିଛି। ସେଠି ହଜାର ହଜାର ଲକ୍ଷ ଲକ୍ଷ ପୁଅ ସେ ନଦୀ ବଢ଼ିରେ ଭାସି ଯାଉଛନ୍ତି। ତାଙ୍କୁ କିଏ ରକ୍ଷା କରିବ? ନିଜ ପୁଅକୁ ଦେଖିନି, ନିଜ ପରିବାରକୁ ଦିନେ ଦେଖିନି। ସେ ଉତ୍କଳର ସେବା କରିଛି, ଦରିଦ୍ର ଲୋକଙ୍କର ସେବା କରିଛି। ସିଏ ଭଗବାନ। ତାଙ୍କ ଭଳିଆ ଲୋକ ଏ ସଂସାରରେ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇନାହାନ୍ତି। ସେଥିପାଇଁ ଉତ୍କଳର ମଉଡ଼ମଣି ସିଏ। ତାଙ୍କୁ ଗୋପବନ୍ଧୁ ଦାସ ନାମରେ ପୁରା ଉତ୍କଳରେ ବ୍ୟାଖ୍ୟାତ। ବାଜି ରାଉତର ନାଁ ଲୁଚି ନାହିଁ,
ମୁକତ ପଥର ସନିକ ସେଇ ତରପଣ କର ସେ ନାମ ଉଚ୍ଚାରି ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ପିଲାମାନେ ମୁକତି ପଥ ମାନେ ମୁକ୍ତି ପଥ, ତରପଣ ମାନେ ତର୍ପଣ, ଫେଇ ମାନେ ଖୋଲିବା ଲେଉଟାଇ। ପିଲାମାନେ ବାଜି ରାଉତକୁ ଆମେ ଭୁଲି ଯିବାନି। ବ୍ରାହ୍ମଣୀ ନଦୀର ଘାଟ ଇଂରେଜମାନଙ୍କୁ ସିଏ ପାର କରିବାକୁ ଦେଲା ନାହିଁ। ଇଂରେଜମାନେ ଯେତେ ଯାହା କହିଲେ ନା ତମେ ମୋ ଉତ୍କଳକୁ ଏଠି କ'ଣ ଉତ୍କଳ ରାଜତ୍ୱ କରିବାକୁ ଆସିଛ, ମୁଁ ତମ ମୋ ମାଟିକୁ ରାଜତ୍ୱ ଆଉ କାହାକୁ ରାଜତ୍ୱ କରିବାକୁ ଦେବି ନାହିଁ। ଏ ଉତ୍କଳ ହେଉଛି ବୀରର ମାଟି, ପାଇକ ପୁଅର ମାଟି, ସେଇ ବକ୍ସି ଜଗବନ୍ଧୁ ବୀରର ମାଟି। ତାଙ୍କୁ ମୁଁ ସେଥିପାଇଁ କ'ଣ ଇଂରେଜମାନଙ୍କ ଆଗରେ ଛାତି ଦେଖେଇ ଗୁଳି ଖାଇକି ନିଜ ଜୀବନକୁ ତ୍ୟାଗ କରିଦେଇଥିଲା। ସେଇ ବୀରର ପୁତ୍ର ଆମେ, ସେଇ ବୀରମାନଙ୍କର ପୁତ୍ର ଆମେ, ସେଇ ଉତ୍କଳର ପୁତ୍ରମାନେ। ଆମେ ବି ଆମ ଦେଶ ପାଇଁ କିଛି କରିବା, ଆଜି ଏଇଠି ପ୍ରଣ ନେବା।